ଗପ ଗଣ୍ଠିଲିରୁ ସୁନ୍ଦର ଗପଟିଏ। ଆସନ୍ତୁ ଶୁଣିବା। 5 ଆଙ୍ଗୁଠିର କଳି ମେଣ୍ଟିଲା। ଥରେ ହାତର 5 ଆଙ୍ଗୁଳିମାନଙ୍କ ମଧ୍ୟରେ କଳି ଲାଗିଲା। ପ୍ରତ୍ୟେକ ନିଜେ ନିଜକୁ ବଡ଼ ବୋଲି କହିଲେ। ପ୍ରଥମେ ବୁଢ଼ା ଆଙ୍ଗୁଠି କହିଲା, ମନୁଷ୍ୟ ଅନ୍ୟକୁ ନମସ୍କାର କଲାବେଳେ ସେ କପାଳରେ ଲାଗେ। ଏହାଛଡ଼ା ଶିକାରୀମାନେ ଶର ମାରିଲା ବେଳେ ସେ ଶରକୁ ଧରିବାରେ ସାହାଯ୍ୟ କରେ। ତେଣୁ ସେ ସମସ୍ତଙ୍କଠାରୁ ବଡ଼। ମଝି ଆଙ୍ଗୁଠି କହିଲା, ସେ ଉଚ୍ଚତାରେ ସମସ୍ତଙ୍କଠାରୁ ବଡ଼, ତେଣୁ ସେ ପ୍ରକୃତରେ ବଡ଼। ତର୍ଜନୀ ଆଙ୍ଗୁଠି କହିଲା, ମନୁଷ୍ୟ ଯେକୌଣସି ଜିନିଷକୁ ଦେଖାଇଲା ବେଳେ କ୍ରୋଧ ପ୍ରକାଶ କରିବା ବେଳେ ଅଧିକାଂଶ ସମୟରେ ତାକୁ ବ୍ୟବହାର କରେ, ତେଣୁ ସେ ସମସ୍ତଙ୍କଠାରୁ ବଡ଼। ଅନାମିକା ଆଙ୍ଗୁଠି କହିଲା, ମନୁଷ୍ୟମାନଙ୍କ ଭିତରୁ ପ୍ରାୟ ସମସ୍ତେ ତା ଦେହରେ ସୁନା ଭଳି ମୂଲ୍ୟବାନ ମୁଦି ପିନ୍ଧନ୍ତି, ତେଣୁ ସେ ସମସ୍ତଙ୍କଠାରୁ ବଡ଼। ଶେଷରେ କନିଷ୍ଠ ଆଙ୍ଗୁଳି କହିଲା, ମନୁଷ୍ୟ ଠାକୁରଙ୍କୁ ନମସ୍କାର କଲାବେଳେ ମୁଁ ସବା ଆଗରେ ରହି ପ୍ରଥମେ ଠାକୁରଙ୍କୁ ଦର୍ଶନ କରେ, ତେଣୁ ମୁଁ ସବୁଠୁ ବଡ଼। ଏହିପରି ସମସ୍ତେ ନିଜ ନିଜର ପଡ଼ିମା ଦେଖାଇଲେ। ପ୍ରକୃତରେ କିଏ ବଡ଼ ଏକଥା ଜାଣିବା ପାଇଁ 5 ଆଙ୍ଗୁଠି ଭଗବାନଙ୍କ ନିକଟକୁ ଯାଇ ପଚାରିବାରୁ ଭଗବାନ କହିଲେ, ତୁମର ଅତି ନିକଟରେ ଥିବା ହାତକୁ ଏକଥା ପଚାରି ସମାଧାନ କର। ସେ ସମାଧାନ କରି ନ ପାରିଲେ ମୋ ପାଖକୁ ଆସିବ। 5 ଆଙ୍ଗୁଳି ଭଗବାନଙ୍କ ନିକଟକୁ ଫେରି ଆସି ହାତକୁ ଏସବୁ କହିଲେ। ହାତ ସବୁ ଶୁଣିସାରିଲା ପରେ କହିଲା, ତୁମେ ତ ସମସ୍ତେ ନିଜ ନିଜକୁ ବଡ଼ ବୋଲି ଭାବୁଛ, ତେବେ ଆଜିଠାରୁ କେହି କାହା ସହିତ ନ ମିଶି ଏକଲା ରୁହ। ପ୍ରକୃତରେ କିଏ ବଡ଼ ଜଣାଯିବ। ହାତ କହିବା ଅନୁସାରେ 5 ଆଙ୍ଗୁଠି କେହି କାହା ସହିତ ନ ମିଶି ଚୁପଚାପ ଏକାଠି ବସି ରହିଲେ। ଏହିପରି ଭାତ ଥାଳିରୁ ମଧ୍ୟ ମିଳିମିଶି ଭାତ ଥାଳିକୁ ଆଣିଲେ ନାହିଁ। ମନୁଷ୍ୟ କିଛି ଖାଇବାକୁ ନ ପାଇବାରୁ ତାର ଅଙ୍ଗ ପ୍ରତ୍ୟଙ୍ଗ ସବୁ ଦୁର୍ବଳ ହୋଇଗଲେ। ହାତ ମଧ୍ୟ ଦୁର୍ବଳ ହୋଇଯିବାରୁ ଧୀରେ ଧୀରେ ଆଙ୍ଗୁଠିମାନେ ମଧ୍ୟ ଦୁର୍ବଳ ହେବାକୁ ଲାଗିଲେ। ଶେଷକୁ ହାତକୁ ଏହାର କାରଣ ପଚାରିବାରୁ ହାତ କହିଲା, ତୁମେମାନେ ମୋ ଦେହରେ ଖଞ୍ଜା ଯାଇଛ। ମୁଁ ଯାହା ଇଚ୍ଛା କରିବି, ତୁମ୍ଭେମାନେ ତାହା ନ କଲେ ସମସ୍ତଙ୍କର ଅସୁବିଧା ହେବ। ତୁମ ଭିତରେ ପ୍ରକୃତରେ କିଏ ହେଲେ ବଡ଼ ନୁହଁ କି କେହି ହେଲେ ସାନ ନୁହଁ। ଯିଏ ଯେଉଁଥିପାଇଁ ନିଯୁକ୍ତି ହୋଇଛି ସେ ସେଇଆ କରିବା ଉଚିତ। 5 ଆଙ୍ଗୁଠିଯାକ ମିଳିମିଶି ଖାଦ୍ୟ ଆଣି ପାଟିକୁ ଦେଲେ। ପାଟି ଖାଦ୍ୟ ନଳୀ ଦେଇ ପାକସ୍ଥଳୀରେ ପହଞ୍ଚାଇବ। ଖାଦ୍ୟର ସାରାଂଶ ରକ୍ତ ହୋଇ ଦେହର ସମସ୍ତ ଅଂଶକୁ ପ୍ରବାହିତ ହେଲେ ସମସ୍ତେ ବଳ ପାଇବେ। ଏବେ କିଏ କାହା ସହିତ ନ ମିଶିବାରୁ ଖାଦ୍ୟ ପେଟକୁ ଗଲା ନାହିଁ, ତେଣୁ ସମସ୍ତ କ୍ରମେ କ୍ରମେ ଦୁର୍ବଳ ହୋଇଗଲ। ଏଣୁ ସମସ୍ତେ ମିଳିମିଶି କାମ କର, କାହାର କିଛି ଅସୁବିଧା ହେବ ନାହିଁ। ହାତର କଥା ମାନି ସେହିଦିନଠାରୁ 5 ଆଙ୍ଗୁଠି ମିଳିମିଶି କାମ କରି ଖୁସିରେ ରହିଲେ। ନୀତିବାଣୀ, ଯୋଡ଼ାକୁ ନୁହଁଇ ଘୋଡ଼ା ସରି, ମିଳିମିଶି ଯାଅ କାମ କରି। ଅର୍ଥାତ୍ ଯୋଡ଼ାକୁ ଘୋଡ଼ା ମଧ୍ୟ ସରି ନୁହଁ। ତେଣୁ ପରସ୍ପର ମଧ୍ୟରେ କଳହ ନ କରି ମିଳିମିଶି ସବୁ କାମ କରିଯିବା ଉଚିତ।